आज पूर्वाह्न 11टाରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଜନ୍ମଦିବସ ଅବସରରେ ସ୍ଥାନୀୟ ଷ୍ଟେସନ କ୍ଲବଠାରେ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସଦର ବିଜେଡି ପକ୍ଷରୁ ଆୟୋଜିତ ଏହି ରକ୍ତଦାନ ଶିବିରକୁ ପୂର୍ବତନ ବିଧାୟକ ସ୍ୱରୂପ କୁମାର ଦାସ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ବିଜେଡି ରାଜ୍ୟ ସମ୍ପାଦିକା ଡକ୍ଟର ଲେଖାଶ୍ରୀ ସାମନ୍ତସିଂହାର, ପୌରପାଳିକା ଉପାଧ୍ୟକ୍ଷ କୈଳାସ ସେଠୀ, ପୂର୍ବତନ ଉପାଧ୍ୟକ୍ଷ ମନୋଜ ରାଉତ, ବରିଷ୍ଠ ନେତା ରଞ୍ଜନ ବ୍ଲାକ, ବ୍ଲକ ସଭାପତି ବସନ୍ତ ପଣ୍ଡା, କାଉନସିଲର ଶେଖ ଆୟୁବ, ମୀନା ମହାନ୍ତି, ମିତା ପଟ୍ଟନାୟକ, ଧୀରେନ ନାୟକ ପ୍ରମୁଖ ବହୁ ନେତ୍ରମଣ୍ଡଳୀ ଉପସ୍ଥିତ ରହିଥିଲେ। ଏହି ଅବସରରେ ସକାଳେ ସହରର ପ୍ରସିଦ୍ଧ ବାବା ଝାଡେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା। ଦେଖନ୍ତୁ, ନବୀନ ବାବୁ 4.5 କୋଟି ଓଡ଼ିଆଙ୍କର ମୌଡ଼ମଣି, ତାଙ୍କ ହୃଦୟ ସମ୍ରାଟ ଏବଂ ସବୁବେଳେ ଓଡ଼ିଶାବାସୀଙ୍କର ସେବାରେ ସିଏ ବିଶ୍ୱାସ କରିଛନ୍ତି ଏବଂ କରିଛନ୍ତି। ମୁଖ୍ୟମନ୍ତ୍ରୀ ଥାଆନ୍ତୁ କି ନଥାନ୍ତୁ, କ୍ଷମତାରେ ଥାଆନ୍ତୁ କି ନଥାନ୍ତୁ, ତାଙ୍କର ନିର୍ଦ୍ଦେଶ ସବୁବେଳେ ଯେ ଲୋକଙ୍କ ପାଖରେ ରୁହ, ଲୋକଙ୍କର ସେବା କର। ତେଣୁ ଏହି ପରିପ୍ରେକ୍ଷୀରେ ଆଜି ସିଏ ମୁଖ୍ୟମନ୍ତ୍ରୀ ଗାଦିରେ ନାହାନ୍ତି, କିନ୍ତୁ ସବୁ ଓଡ଼ିଆ ତାଙ୍କୁ ମନେ ମନେ ଖୋଜୁଛନ୍ତି। ତେଣୁ ମୁଁ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିବା ସହ ପୁଣି ଆଉଥରେ ସେ ମୁଖ୍ୟମନ୍ତ୍ରୀ ହେଇକିରି ଲୋକଙ୍କର ସେବାରେ ରୁହନ୍ତୁ ବୋଲି କାମନା କରିବି। ଏବଂ ଏହି ଅବସରରେ ଆଜି ଆମେ ବାଲେଶ୍ୱରରେ ବାବା ଝାଡେଶ୍ୱରଙ୍କ ପାଖରେ ପୂଜା ଅର୍ଚ୍ଚନା କଲୁ ନବୀନ ବାବୁଙ୍କ ଦୀର୍ଘାୟୁ କାମନା କରିକିରି। ବାଲେଶ୍ୱର ରାଣୀପାଟଣା ସ୍ଥିତ ଦୃଷ୍ଟିହୀନ ବିଦ୍ୟାଳୟରେ ପିଲାଙ୍କ ସହିତ କିଛି ବହୁତ ସୁନ୍ଦର ମୁହୂର୍ତ୍ତ କଟେଇଲୁ ଏବଂ ଏବେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ମଧ୍ୟ ଏଠି ଚାଲିଛି। ତେଣୁ ସମସ୍ତେ ଗୋଟେ ଆଜି ଉତ୍ସାହିତ, ଉତ୍ସବ ମୁଖର ଏବଂ जो सेवार वातावरण आज रही समग्र ओडिशारे, एथरे बहुत खुशी लगुच। केवल ओडिशा नुहे, पूरा देश रे नवीन बाबू गोटे चर्चित चेहरा, गोटे सफल मुख्यमंत्री एवं ओडिशा नुआ ओडिशार निर्माता और ओडिशार विकास रे ब्रती थिबा व्यक्ति। तेणु तांको समस्त भल पाती, आउ समस्त तांको द्वारा अनुप्राणित। आज से लगी शुभेच्छा रसुओ प्रार्थनार सुओ छुटुची चारिया। हाँ, मु कौन आज तो हजार हजार लोक ब्लड डोनेट कर नवीन बाबू ना रे, कारण सी यही सेवा काम बहुत विश्वास करती। जीवन बिंदु आमर बिजु जनता दलर गोटे सफल कार्यक्रम एवं आज मो भाया अनेक लोक रक्त दौरान। मु नवीन बाबूंकर गोटे साधारण कर्मी, मत भी आज बहुत खुशी लगुच माहौल।